ସପ୍ତମ ଶ୍ରେଣୀର ପ୍ରଥମ ପଦ୍ୟ କଳା ମାଣିକରେ ଅଭିମନ୍ୟୁ ସାମନ୍ତସିଂହାର ମାତୃହୃଦୟର ଆବେଗକୁ ଜୀବନ୍ତ ରୂପ ଦେଇକି ମାତା ଯଶୋଦାଙ୍କ ମନର ବ୍ୟସ୍ତତାକୁ ଏହି ପଦ୍ୟ ମାଧ୍ୟମରେ ଆମ୍ଭମାନଙ୍କୁ ଦେଖାଇଛନ୍ତି। ଚାଲନ୍ତୁ ଏହି ପଦ୍ୟଟିକୁ ସେହି ମାତୃହୃଦୟ ବୋଲି ଆମେ ଯେଉଁ ହୃଦୟର ସ୍ପର୍ଶକୁ ଆମେ ଯେପରି ଛୁଇଁପାରିବା ସେପରି ଭାବରେ ଆମେ ଆବୃତ୍ତି କରିବାକୁ ଚେଷ୍ଟା କରିବା। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ କଳା ମାଣିକରେ ମୋ କଳା ମାଣିକରେ। ନିଧନ ସଂଖାଳି ମୋର ଦରିଦ୍ର ପସରା ଅନ୍ଧ ଲୋଡ଼ିବା ଭୋରେ ହୃଦରତ୍ନ ହାରା କଳା ମାଣିକରେ ମୋ କଳା ମାଣିକରେ। ମୋ ଜୀବନ ତୁହି ନୟନ ପ୍ରତିମା ତତେ କି ପାଶୋରି ହେବ ମୋର ସୁଖ ସୀମା କଳା ମାଣିକରେ ମୋ କଳା ମାଣିକରେ। ଡରୁଥାଉ ଅନ୍ଧାରକୁ ରଖି ଯାଉ ଗୋରୁ ଜନକ ଜନନୀ ସୁଖ କାହିଁ ପାଇଁ ସାରୁ କଳା ମାଣିକରେ ମୋ କଳା ମାଣିକରେ। ବୃଦ୍ଧ କାଳେ ତୁମର ଏକଇ ନନ୍ଦନ ହୃଦତାପ ବିନାଶନେ ତୁ ହରିଚନ୍ଦନ କଳା ମାଣିକରେ ମୋ କଳା ମାଣିକରେ। ଗୋଟିକା ଅଧାମ ସର ନରୁଚଇ ତତେ ନାଚି ଲାଞ୍ଚ ମାଗୁଥାଉ ଲବଣିକେ ମନ୍ତେ କଳା ମାଣିକରେ ମୋ କଳା ମାଣିକରେ। ତଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି ତୋ ଦୁର୍ବଳ ଦେଖି କାହିଁ ପଶିବଇ ମୁହିଁ କଳା ମାଣିକରେ ମୋ କଳା ମାଣିକରେ। ଡାକିନି ଲୋଭନ୍ତି ବୋଲି ଡରୁଥାଇ ମନେ ବାର ବାରୁଥାଇ ଯିବା ପାଇଁ ବନେ କଳା ମାଣିକରେ ମୋ କଳା ମାଣିକରେ। ନିଶାଚର ମାତିବାର ଶୁଭୁଛି ଶ୍ରୁତି କି ମୁଁ ଡଙ୍କୁଣି ଛାଡ଼ି ଦେଲି ବନକୁ କାହିଁକି କଳା ମାଣିକରେ ମୋ କଳା ମାଣିକରେ। ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା ଶ୍ରମ ପାଇ ତରୁ ତଳେ ବସିଥିବୁ ପରା କଳା ମାଣିକରେ ମୋ କଳା
ନେଲୁ ନାହିଁ କାହିଁ ପାଇଁ ତୋ କଠାଉ ଛତା, ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା କଳା ମାଣିକରେ, ମୋ କଳା ମାଣିକରେ। କାନ ଡେରି ଥାଇ ଏକା ତୋ ବେଣୁ ଗୀତକୁ, ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ, କଳା ମାଣିକରେ, ମୋ କଳା